श्रीमद्भागवत चतुर्थ स्कंद सप्तम अध्याय मैत्रेय उवाच हेमंते ब्रह्मा बोल शुणी हसी कहती शूलपाणे हे ब्रह्मा मोर बोल शुण बालक कि बन्नी बागुण बालक मते ଏହା ସହି ୟାନ ସହିବ ଏହା କାହିଁ ଦେଖ ଏ କର୍ମ କଲା ଯେତେ କେ ସହିପାରେ ଜଗତେ ଏଣୁ ଏ ତୋହର ସନ୍ତତି ବୋଲଇ ଦକ୍ଷ ପ୍ରଜାପତି ଯେ ଦେବ ମାୟାରେ ମୋହିତ ତାହାଙ୍କୁ ଏ ଦଣ୍ଡ ଉଚିତ ଏବେ ସକଳ ଦେବେ ଯାଅ ମୋହର ଅଜ୍ଞା ବହ ଦକ୍ଷର ମୁଣ୍ଡ ଅଗ୍ନିକୁଣ୍ଡେ ଭସ୍ମ ହୋଇଲା ଅତି ଚଣ୍ଡେ ଛାଗଳ ଶିର ତାର କନ୍ଧେ ବସାଅ ମନ୍ତ୍ର ଅନୁବନ୍ଧେ ଭୃଗୁର ଏକ ଚକ୍ଷୁ ରହୁ ମୋର ମହିମା ଶିରେ ବହୁ ଯଜ୍ଞର ଭାଗ ସେ ଭୁଞ୍ଜିବ ନିରତେ ସେବୁ ସଦାଶିବ ପୂଜିବ ତାର ଯଜ୍ଞମାନ ଏକ ପାଟିରେ ତା ଦର୍ଶନ ଦେବେ ପାଇବେ ନିଜ ରୂପ ଯାହାର ପୂର୍ବେ ସେ ଯେ ସ୍ୱରୂପ ଅଶ୍ୱିନୀ କୁମାରଙ୍କ ବାହୁ ହସ୍ତେ ସର୍ବଦା କାଳେ ଥାଉ ପୁଣି ସହସ୍ର ବାହୁ ବଳେ ସର୍ବଦା ଖଟୁ କର୍ମ ବଳେ ଭୃଗୁର ପାଟି ଏକ ଖଣ୍ଡେ ସର୍ବଦା ରହୁ ତାର ତୁଣ୍ଡେ ଏମନ୍ତେ ରୁଦ୍ର ବାକ୍ୟ ଶୁଣି ସକଳ ସାଧୁ ସାଧୁ ଗଣି ଇନ୍ଦ୍ର ସହିତେ ଦେବଗଣ ବ୍ରହ୍ମା ବିରଞ୍ଚି ନାରାୟଣ ଦକ୍ଷର ଯଜ୍ଞ ଶାଳେ ମିଳି ବସିଲେ ବ୍ରହ୍ମା ବନମାଳି ରୁଦ୍ରଙ୍କୁ ବସାଇ ଆସନେ ତକ୍ଷଣେ ଶିବର ବଚନେ ଦକ୍ଷର ଶିରେ ଛାଗ ଶିର ମନ୍ତ୍ରେ ବସାଇଲେ ଶଙ୍କର ତକ୍ଷଣେ ପ୍ରଜାପତି ଅଗେ ଜୀବ ପଶିଲା ପ୍ରାଣ ସଙ୍ଗେ ଆନନ୍ଦେ ରୁଦ୍ର ପାଦେ ପଡ଼ି ତକ୍ଷଣେ ବେନି କର ଯୋଡ଼ି ଯେସନେ ସ୍ୱପ୍ନ ପ୍ରାଣୀମାନେ ଉଠନ୍ତି ନିଦ୍ରା ଅବସାନେ ଚକ୍ଷୁ ଘଷଇବେନି ହସେ ଶିବଙ୍କୁ ଦେଖିଲା ଅଗ୍ରତେ ରୁଦ୍ର ଚାହାନ୍ତେ ତା ଶରୀର ତକ୍ଷଣେ ହୋଇଲା ସୁନ୍ଦର ଶରଦ ଚନ୍ଦ୍ର ପ୍ରାୟ ଦିଶେ ରୁଦ୍ରଙ୍କୁ ଚାହିଁ ମଣିତ ସେ ସ୍ତୁତିକରଣେ ଶକ୍ୟ ନୁହେଁ କଣ୍ଠ କୁଣ୍ଠିତ ବାଣୀ କହେ ଚଞ୍ଚଳ ମନ ସ୍ଥିର କରି ସତୀ ମରଣ କଥା ସ୍ମରି ନିର୍ମଳ ଚିତ୍ତେ ପ୍ରଜାପତି ରୁଦ୍ରଙ୍କୁ ଚାହିଁ କରେ ସ୍ତୁତି ଦକ୍ଷ ଉବାଚ ଭୋନାଥ ଶୁଣ ବିଶ୍ୱଦେହ ତୁ ମୋତେ କଲୁ ଅନୁଗ୍ରହ ମୁଁ ଯେ ହୋଇଲି ଜ୍ଞାନ ହତ ମୋତେ ତୁ ଦଣ୍ଡିବା ଉଚିତ ତୋତେ ନିନ୍ଦିଲି ଗର୍ବ ବହି ମୋର କୁଶଳ ଆଉ କାହିଁ ଅଭୟ ତୋର ପଦ୍ମପାଦ ମୁଁ ତହିଁ କଲି ଅପରାଧ ବ୍ରାହ୍ମଣ ତୋର ମୁଖୁ ଜାତ ସାଧନ୍ତି ବିଦ୍ୟା ତପୋବନ୍ତ ତାଙ୍କ ବିପତ୍ତି ତୁମ୍ଭେ ରଖ ଯେସନେ ପଶୁଙ୍କ ପାଳକ ମୋହର ସଭା ମଧ୍ୟେ ତୋତେ ନିନ୍ଦା ଯେ କଲି ମୃଢ଼ ଚିତ୍ତେ ପ୍ରହାର କଲି ଦୁଷ୍ଟ ଚିତ୍ତେ ନିନ୍ଦିତ ବାକ୍ୟ ଗଣ ତୋତେ ସେ ଫଳ ପାଇଲି ପ୍ରତ୍ୟକ୍ଷେ ଋଷିଗଣଙ୍କ ସମକ୍ଷେ मैत्रेय उवाच एमन्ते रुद्रे स्तुति करि पुणे ऋतिज यज्ञ बरी विष्णु सन्तोष विप्रगणे द्वाविंश कल्पित चम्बरणे पूजिले मंत्रर विश्वासे जे पुरातन इतिहासे स्वभावे गरुड़ आसने सकले बसी शुद्ध मने अग्नि पूजित तपोधने अनल रूपे जनार्दने साक्षाते होइले प्रसन्न प्रसन्न पाई तपोधन तेजे विराजे दश दिश अनल होइले प्रकाश श्याम हिरण्य तनुवर्ण निश्चल गरुड़ आसन किरीटर तेज गंजे मर्कत कुंडल विराजे शंख कमल चक्र गदा श्रीभुजे सोहेजार सदा ए अष्टभुजे अनुपम रूपे गंजई कोटि काम विश्वमंगल रूप सार हृदय लंबई रत्नहार
ଉପରେ ଶୋହେ ଶ୍ଵେତ ଛତ୍ର ଦିଶଇକି ଶୁକ୍ଳଜିମୁତ। ଏମନ୍ତ ବିଷ୍ଣୁ ରୂପ ଚାହିଁ ସକଳେ ଶିରେ କର ଦେଇ ଉଠିଲେ ପଦ୍ମଜନିହର ଉର୍ଦ୍ଧ୍ୱେ କିରଣ ନିଜ ଘର। ପ୍ରଣାମ କରି ଜଣେ ଜଣେ ବନ୍ଦିଲେ ବିଷ୍ଣୁର ଚରଣେ। ବିଷ୍ଣୁର ତେଜେ ଦଶ ଦିଶ ସକଳେ ଲଭିଲେ ସଧ୍ୱଂସ। କର ଅଞ୍ଜଳି ଶିରେ ଦେଇ ସ୍ତୁତି କରନ୍ତି ବିଷ୍ଣୁ ଚାହିଁ। ଦକ୍ଷ ମିଳିଲା ଅର୍ଘ୍ୟ ଘେନି ଥିଲେ ଅଶେଷ ବ୍ରହ୍ମ ମୁନି। ସୁନନ୍ଦ ଆଦି ପାରିଷଦେ ମିଳିଲେ ଜୟ ଜୟ ନାଦେ। ଦକ୍ଷ ଯେ ଶିରେ କର ଯୋଡ଼ି କହଇ ବିଷ୍ଣୁ ପାଦେ ପଡ଼ି। ଦକ୍ଷ ଉବାଚ ତୁ ନାଥ ଶୁଦ୍ଧ ଚୈତନ ନିର୍ମଳ ନିତ୍ୟ ନିରଞ୍ଜନ। ଚିହ୍ନିତ ଏ ବଡ଼ ନିର୍ଭୟେ ପୂର୍ଣ୍ଣ ତୋର ବିଶ୍ୱଦେହେ। କେ ତୋତେ ଜାଣିବେ ସଂସାରେ ତୁ ଥାଉ ମାୟା ଅତି ଦୂରେ। ଋଷିରୁବାଚ ଭୁନାଥ ରୁଦ୍ର ଶାପେ ଆମ୍ଭେ ବୁଡ଼ିଲୁ ମାୟା ଅତି ଦମ୍ଭେ। ନିରତେ କର୍ମବଶ ହୋଇ ତୋ ଭାବେ ଆତ୍ମଜ୍ଞାନ ନାହିଁ। ଏ ଯଜ୍ଞ ଧର୍ମର ଲକ୍ଷଣ ଅଶେଷ ପରମ କାରଣ। ଏ ତୋର ରୂପ ଭାବ ଗ୍ରାହୀ ଆମ୍ଭେ ଜାଣିବୁ ଅବା କାହିଁ। ସଦସ୍ୟା ଉଚୁଃ ତକ୍ଷଣେ ସବୁ ଲୋକେ ଉଠି ବିଷ୍ଣୁଙ୍କୁ ଦେଇ ତୁଲ୍ୟ ଦୃଷ୍ଟି। ଭୁନାଥ ତୋର ମାୟା ବଳେ ଜୀବ ଆତ୍ମା ଏ ଶୟଳେ। ନିରତେ ଚିନ୍ତି ଆତ୍ମା ସୁଖ ଏଣୁ ଭଜନ୍ତି ମହା ଦୁଃଖ। ରୁଦ୍ର ଉବାଚ ତୋର ଚରଣେ ଭଗବାନ ଆଶିଷ ଫଳେ ମୁନିଜନ। ଅଖିଳ କାମେ ଅନାସକ୍ତ ଆଦରେ ପୂଜନ୍ତି ନିରତ। ସେ ପାଦ ପଦ୍ମ ଶିରେ ଧରି ତମେ ମୁଁ ଜଗତ ସଂହାରି। ବର୍ତ୍ତଇ ତୋ ଚରଣ ଆସେ ନିରତେ ଉମା ଘେନି ପାଶେ। ଭୃଗୁରୁବାଚ ଭୁନାଥ ତୋ ମାୟା ଗହନେ ବ୍ରହ୍ମାଦି ସର୍ବ ମୁନିଜନେ। ନିନ୍ଦିତ ପ୍ରାୟ ତମେ ଶାନ୍ତି ତୋର ମହିମା ନ ଜାଣନ୍ତି। ତୁ ଏବେ ରଖ ଆମ୍ଭ ମନ ତୋର ଚରଣେ କରି ଲୀନ। ବ୍ରହ୍ମା ଉବାଚ ଯେ ତୋତେ ନାନା ରୂପେ ଦେଖି ପଦାର୍ଥ ଗୁଣ ଭେଦ ରଖି। ଜ୍ଞାନ ସଙ୍ଗତେ ଆତ୍ମା ସତେ ଆଶ୍ରୟ କରି ଏ ଜଗତେ। ମାୟାର ବଳେ ଜ୍ଞାନ ଥୋଇ ତୋତେ ଜାଣିବ ବା କାହିଁ। ଇନ୍ଦ୍ର ଉବାଚ ହେ ବିଶ୍ୱଭାବନ ମୁରାରି ତୁ ଯେ ଆନନ୍ଦ ବପୁଧାରୀ। ସକଳ ପ୍ରାଣୀ ମନୋହର ଭୁନାଥ ତୋହର ଶରୀର। ଏ ଯେ ତୋହର ଅଷ୍ଟକର ଏ ଦିଗପାଳଙ୍କ ଶରୀର। ପତ୍ନୀ ଉବାଚ ଏ ଯଜ୍ଞ ପ୍ରଜା ତୋର ଅର୍ଥେ ପ୍ରଜାପତି ଏ ଜଗତେ। କେବଳ ବିଧାତାର ବଳେ ତୁ ନାଥ ପଶି ଯଜ୍ଞଶାଳେ। ଦକ୍ଷକୁ ଦେଲୁ କର୍ମଫଳ ତୁ ନାଥ ପରମ ମଙ୍ଗଳ। ଏବେ ପବିତ୍ର ମୋ ଭୁବନ କଳ୍ପିଲା ତୋର ଦର୍ଶନ। ଋଷିଉଚୁଃ ଭୁନାଥ ତୋର ବିବେଷ୍ଟିତ ବିଶ୍ୱ ସଂସାରେ ବିପରୀତ। ଈଶ୍ୱର ମାୟାର ବିଭୂତି ଯା ବଳେ ଦେବେ ଭ୍ରମି ଯାନ୍ତି। ସିଦ୍ଧା ଉଚୁଃ ତୋ କଥା ସୁଧା ତରଙ୍ଗିଣୀ ସୁଶୀଳ ଜଳ ପ୍ରାୟେ ମଣି। ମନ ବାରଣ ତୃଷା କାଳେ ପ୍ରବେଶ ହୋଇ ଶୀତ ଜଳେ। ନ ପୁଣ ସ୍ମରେ ଦାବାନଳ ତୋର ପ୍ରସନ୍ନେ ଆଦି ମୂଳ। ଦକ୍ଷ ପତ୍ନୀ ଉବାଚ ଭୁନାଥ ତୋର ଆଗମନ ଆନନ୍ଦ କଲା ଆମ୍ଭ ମନ। ତୁ ଲକ୍ଷ୍ମୀକାନ୍ତ ସୁଧା ନିଧି ସକଳ ସମ୍ପଦ ପ୍ରସିଦ୍ଧି। ତୋ ବିନୁ ଏ ଯେ ଯଜ୍ଞ ଘର ତୋ ନାମ ବିଶେଷ ସୁନ୍ଦର। କିଏ ବା ଦେବା ପଟାନ୍ତର କବନ୍ଧ ପ୍ରାୟ ଛିନ୍ନ ଶିର। ଲୋକପାଳା ଉଚୁଃ ଆମ୍ଭର ଦୁଷ୍ଟ ଗ୍ରହ ତୋ ସେ ତୋତେ ଦେଖିବୁ କାହିଁ ଦୃଶ୍ୟେ। ତୁ ସତ୍ୱେ ପଞ୍ଚଭୂତେ ବସୁ ତୁ ମାୟା ସ୍ୱରୂପ ପ୍ରକାଶୁ। ଯୋଗେଶ୍ୱର ଉଚୁଃ ଭୁନାଥ ତୋର ଦର୍ଶନେ ଆମ୍ଭେ ଯେ ଦୃଢ଼ କଲୁ ମନେ। ଅଷ୍ଟାଙ୍ଗ ମତେ ଯୋଗ ସାଧି ଲଭିବା ପାଇଁ ଅଷ୍ଟନିଧି।
ସେ ପୁଣ ତୋର ମାୟା ବଳେ କେମନ୍ତେ ଧରିବୁ ନିଶ୍ଚଳେ। ତୁ ନାଥ ଯେବେ କଲୁ ଦୟା ତେବେ ବଞ୍ଚିବୁ ତୋର ମାୟା। ଜଗତ ସ୍ଥିତ ଦେହବନ୍ତ ତ୍ରିଗୁଣେ କଲୁ ଆତଜାତ। ନିର୍ଲେପ ଗୁଣେ ସର୍ବବ୍ୟାପୀ ତୁ ନାଥ ନିରଞ୍ଜନ ରୂପୀ। ବ୍ରହ୍ମୋବାଚ ସତ୍ୱଗୁଣକୁ ଅବଲମ୍ବୀ ଧର୍ମାଦି କରୁଛ ସମ୍ପାଦି। ନିର୍ଗୁଣ ଅଟ ଯେ ଆପଣ ତୁମ୍ଭକୁ କରୁଛି ପ୍ରଣାମ। ଅଗ୍ନିରୁବାଚ ଯାହାର ତେଜ ବଳେ ମୋହି ଅନଳ ରୂପେ ଯଜ୍ଞ ରହି ଘୃତ ଆହୁତି ପଞ୍ଚବିଧେ ମନ୍ତ୍ର ନିବେଦିତ ସମିଧେ। ତୁ ଯଜ୍ଞ ରୂପୀ ଦାମୋଦର ନିରତେ ମୋର ନମସ୍କାର ଦେବା ଉଚୁଃ। ତୁ ନାଥ ପୂର୍ବ ପାପ ହରି ପ୍ରଳୟେ ମୀନ ରୂପ ଧରି ସର୍ବସଂହାରୀ ବିଶ୍ୱରୂପେ ଶୟନ ନାଗମୟ କଳ୍ପେ। ଆମ୍ଭେ ଯେ ତୋର ନିଜ ଭୃତ୍ୟ ଏକଥା ଜଗତେ ବିଖ୍ୟାତ। ଆମ୍ଭକୁ ସଙ୍କଟ ପଡ଼ିଲେ ତୁ ନାଥ ରକ୍ଷା କରୁ ଭଲେ। ଗନ୍ଧର୍ବା ଉଚୁଃ ମରୀଚି ଆଦି ପ୍ରଜାପତି ବ୍ରହ୍ମା ଇନ୍ଦ୍ରାଦି ତୋର ସ୍ଥିତି। ବ୍ରହ୍ମାଣ୍ଡ କ୍ରୀଡ଼ା ଭାଣ୍ଡ ତୋର ହେ ପ୍ରଭୁ ତୋତେ ନମସ୍କାର। ବିଦ୍ୟାଧର ଉଚୁଃ ତୁମ୍ଭର ମାୟା ବଳେ ପ୍ରାଣୀ ମମତା ଇତି ପରିମାଣୀ ଉତ୍ପଥ ଗାମୀନ୍ଦ୍ରିଗଣେ ନିତେ ଭଜେ କରଷଣେ। ଏଣେ ଲାଳସେ ଆତ୍ମା ଦେହେ ତୋ ଭାବେ କେବେ ନ ରହେ। ତୋ କଥା ଅମୃତ ନ ସେବେ ଏଣୁ ପଡ଼ଇ ଭବାର୍ଣ୍ଣବେ। ବ୍ରାହ୍ମଣ ଉଚୁଃ ତୁ ନାଥ ଯଜ୍ଞ ଅଗ୍ନି ସୋମ ତୁ ନିତ୍ୟାଚାର ବିଧି କର୍ମ ସମିଧ ପାତ୍ର ତୋର ଦ୍ୱିଜ। ଯଜ୍ଞାଦି ଯମ ମାନ ଦ୍ୱିଜ ତୁ ସ୍ୱାହା ସୁଧା ଯଜ୍ଞ ପଶୁ। ତୁ ଯଜ୍ଞ ପୁରୁଷ ପ୍ରକାଶୁ ଦନ୍ତେ ଉଧରୁ ଏ ଧରଣୀ ସଂଗ୍ରାମେ। ହିରଣ୍ୟାକ୍ଷ ଜିଣି ଧରଣୀ ସ୍ଥାପି ମହାଜଳେ ଯେଣୁ ଏ ରହିଲା ନିଶ୍ଚଳେ। ଏହା ଉପରେ ଲୋକସ୍ୱର୍ଗ ଏଣୁ ତ ରୂପ ଉପବର୍ଗ। ସକଳ କର୍ମ ସାକ୍ଷୀ ତୁହି ଭୋନାଥ ରଖ ଭାବଗ୍ରାହୀ। ଯାହାର ନାମ ଉଚ୍ଚାରଣ କରଇ ବିଘ୍ନ କରଷଣ। ମୈତ୍ରେୟ ଉବାଚ ଏମନ୍ତେ ଦେବଗଣ ସ୍ତୁତି ଶୁଣି ସନ୍ତୋଷ ଯଜ୍ଞପତି। ଦକ୍ଷକୁ ଚାହିଁ ଚକ୍ରପାଣି ମେଘ ଗମ୍ଭୀର ମଞ୍ଜୁବାଣୀ। ଶ୍ରୀ ଭଗବାନ ଉବାଚ ମୁଁ ବ୍ରହ୍ମା ହର ରୂପ ଧରି ଏ ବିଶ୍ୱ ସୃଷ୍ଟି ପାଳି ହରି। ଏଣୁ ମୋହର ତିନି ଗୁଣ ସଂସାର ପରମ କାରଣ। ନିର୍ଲେପ ନିରଞ୍ଜନ ମୁହିଁ ସକଳ ଭୂତେ ମୁଁ ବସଇ। ଯାହାକୁ ଯେ ବା ଶିକ୍ଷା ଦେଇ ପ୍ରାଣୀ ଛାଡ଼ିବ ତାହା କାହିଁ। ସକଳ ଧର୍ମ ମୋ ଗୋଚର ଅଜ୍ଞାନ ଜନେ ମୁହିଁ ଦୂର। ଦେଖ ଏ ଦେହ ମଧ୍ୟଗତେ ଶିରଚରଣ କର ଯେତେ। ଏହାକୁ ଭିନ୍ନ ପ୍ରାୟେ ମଣେ ଆତ୍ମାର ଗତି ନ ପ୍ରମାଣେ। ଯାହାର ନିର୍ମଳ ବିବେକ ବାହ୍ୟ ଅନ୍ତରେ ଦେଖେ ଏକ। ଦୂରେ ରହଇ ଆତ୍ମାଭ୍ରାନ୍ତି ସେ ପ୍ରାଣୀ ଲଭେ ଆତ୍ମା ଶାନ୍ତି। ମୈତ୍ରେୟ ଉବାଚ ଏକଥା ବିଶ୍ୱମୁଖ ଶୁଣି ଅମୃତ ପ୍ରାୟ ମଞ୍ଜୁବାଣୀ। ହରିଙ୍କୁ ଯଜ୍ଞ ପୂଜା କଲା ଯେଣୁ ତାହାର ଭାଗ୍ୟ ଥିଲା। ଋଷି ଦେବତା ପୂଜା କରି ରୁଦ୍ରଙ୍କୁ ରୁଦ୍ର ଭାବେ ବରି। ଯଜ୍ଞର ଶେଷ ଭାଗ ଦେଲା ସେ ଅବଭୃତେ ସ୍ନାନ କଲା। ଦକ୍ଷ ରହିଲା ଯଜ୍ଞ ଘରେ ତେବେ ଚଳିଲେ ନିଜପୁରେ। ଶ୍ରୀ ଶୁକ ଉବାଚ ଏବେ ହୋ ଶୁଣ କୁରୁବୀର। ସତୀ ଯେ ଛାଡ଼ିଲା ଶରୀର ସେ ପୁଣି ହିମବନ୍ତ ଘରେ ଜନ୍ମିଲା ମେନକା ଉଦରେ। ପୁଣି ସେ ରୁଦ୍ରଙ୍କୁ ବରିଲା ଅମ୍ବିକା ହିମଗିରି ବଳା। ଏମନ୍ତେ ରୁଦ୍ରର ଚରିତ ଯେମନ୍ତି ଯକ୍ଷ ଯଜ୍ଞ ହତ। ଉଦ୍ଧବ ମୁଖୁ ମୁହିଁ ଶୁଣି ତୋତେ କହିଲି ପରିମାଣୀ। ଏଣୁ ଏ ବିଷ୍ଣୁର ଚରିତ ଭକ୍ତ ତାରଣ ଭାଗବତ। କହଇ ଦାସ ଜଗନ୍ନାଥ ଭକ୍ତଜନଙ୍କର ସହିତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ 82 ଚତୁର୍ଥ ସ୍କନ୍ଧେ ଯଜ୍ଞ ପୁରୁଷ ପ୍ରସନ୍ନେ ନାମ ସପ୍ତମ ଅଧ୍ୟାୟः।